ବନ୍ଧୁମାନେ ଆନ୍ଧ୍ରପ୍ରଦେଶର ଶ୍ରୀନୁ ନାମକ ଜଣେ କଏଦୀକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯେତେବେଳେ ତାକୁ ତାର ଶେଷ ଇଚ୍ଛା ପଚରାଗଲା, ସେ ଏପରି ଏକ ଦାବି ରଖିଲା ଯେ ସାରା ଜେଲରେ ହଇଚେ ସୃଷ୍ଟି ହୋଇଗଲା। ସେ କହିଲା, ମୋର ଇଚ୍ଛା ଯେ ମୁଁ ମୋ ଜୀବନର ଶେଷ ରାତି ଜଣେ କୁମାରୀ ଝିଅ ସହିତ କାଟିବି, ଯିଏ ନିଜ ସହମତିରେ ମୋର ପତ୍ନୀ ହେବ। ପୋଲିସ କର୍ମଚାରୀମାନେ ପରସ୍ପର ମୁହଁକୁ ଚାହିଁଲେ। କଣ ପ୍ରକୃତରେ ତାର ଏହି ଇଚ୍ଛା ପୂରଣ ହୋଇପାରିବ? ସେହି ଝିଅଟି କେଉଁଠୁ ଆସିବ ଏବଂ ଯଦି ବିବାହ ହୋଇଯାଏ ତେବେ ସେହି ରାତିରେ କଣ ହେବ? ମୋ ନାମ ହେଉଛି ମୀନାକ୍ଷୀ ନାଇଡୁ। ମୁଁ ହେଉଛି ଜଣେ 30 ବର୍ଷ ବୟସ୍କା ଲେଡି ଇନ୍ସପେକ୍ଟର ଏବଂ ମୋ ଘର ତାମିଲନାଡୁ। କିନ୍ତୁ ଯେବେଠାରୁ ମୋର ବଦଳି ଫରିଦାବାଦର ଏହି ଜେଲକୁ ହୋଇଛି, ସେବେଠାରୁ ମୁଁ କେବେ ବି ଖୁସିରେ ନାହିଁ। କାରଣ ମୋ ଜୀବନର ଅଧିକାଂଶ ଭାଗ ଅଦାଲତ, ଥାନା ଏବଂ ଏହି କାରାଗାରର କାନ୍ଥ ମଧ୍ୟରେ ବିତିଛି। ମୁଁ ଅସଂଖ୍ୟ ଚେହେରା ଦେଖିଛି, କିଛି କୋମଳ, କିଛି କଠୋର, କିଛି ନିରୀହା ଦିଶୁଥିବା ଏବଂ କିଛି ପାଷାଣ ହୃଦୟର। କିନ୍ତୁ କଏଦୀ ନମ୍ବର 719 ଶ୍ରୀନୁ ମୋତେ ଏକ ଅଜବ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ସେ ସାଧାରଣ ଅପରାଧୀ ଭଳି ଲାଗୁନଥିଲା। ଆଖିରେ ଏକ ଗଭୀର ଉଦାସୀ ଏବଂ ଚେହେରାରେ ଏପରି ଶାନ୍ତ ଭାବ ଯେପରି ସବୁ କିଛି ବୁଝିପାରି ମଧ୍ୟ ନୀରବରେ ବସିଛି। ତାକୁ ମାତ୍ର 19 ବର୍ଷ ହୋଇଥିଲା। ଏହି କଥା ମୋ ହୃଦୟରେ ତୀର ଭଳି ଲାଗୁଥିଲା ଯେ ଯେଉଁ ଯୁବକ ଏପର୍ଯ୍ୟନ୍ତ ସଂସାରକୁ ଠିକ୍ ଭାବରେ ଦେଖିନାହାନ୍ତି, ତାକୁ ବର୍ତ୍ତମାନ ସଂସାରରୁ ବିଦାୟ ନେବାକୁ ପଡ଼ିବ। ସେ କମ୍ କଥା କହୁଥିଲା, ଯେପରି ଶବ୍ଦ ପାଖରେ ଅଛି କିନ୍ତୁ ଉପଯୋଗୀ ନୁହେଁ, କିମ୍ବା ବୋଧହୁଏ ସେ କହିବାକୁ ଚାହୁଁନଥିଲା। ଅନେକ ଥର ମନ ହୋଇଛି ପଚାରିବି, ଶ୍ରୀନୁ, ତୁମେ କେଉଁ ଅପରାଧ ଏପରି କରିଛ ଯାହାର ସଜା ମୃତ୍ୟୁଦଣ୍ଡ ହେଲା? ମାତ୍ର ତାର ମୁହଁରେ ଖେଳି ରହିଥିବା ନିରାଶା ମୋ ଓଠକୁ ସିଲ୍ କରିଦେଉଥିଲା। ପୋଲିସ ଚାକିରି ମୋତେ କଠୋର ହୃଦୟର କରିଦେଇଥିଲା, କିନ୍ତୁ 719ଙ୍କ ସାମ୍ନାରେ ମନରେ ଏକ ନରମତା ଜାଗ୍ରତ ହେଉଥିଲା। ମୁଁ ଜାଣିଥିଲି ଯେ ଏଠାରେ କଏଦୀମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିବା ନିଷେଧ। ଆଇନ କଠୋର ଅଟେ, ତାହା ସତ ଭିତରେ କେଉଁଠି ନା କେଉଁଠି ଗୋଟିଏ ପ୍ରଶ୍ନ ବାରମ୍ବାର ମୁଣ୍ଡ ଟେକୁଥିଲା। କଣ ଏହି ଯୁବକ ପ୍ରକୃତରେ ଅପରାଧୀ ନା ପରିସ୍ଥିତିର ଶିକାର? ଏହି ଚିନ୍ତାଧାରା ମଧ୍ୟରେ ଆଜି ମୋତେ ଏକ ବିଶେଷ ଆଦେଶ ମିଳିଥିଲା। ଏକ ଏପରି ଆଦେଶ ଯାହା କେବଳ ଶ୍ରୀନୁର ଶେଷ ଇଚ୍ଛା ସହିତ ଜଡ଼ିତ ନଥିଲା, ବରଂ ଆଗାମୀ କିଛି ଦିନ ମଧ୍ୟରେ ଆମର ପୁରା ଜେଲକୁ ଦୋହଲାଇ ଦେବାକୁ ଯାଉଥିଲା। 2 ଦିନ ପରେ କଏଦୀ ସଂଖ୍ୟା 719କୁ ମୃତ୍ୟୁଦଣ୍ଡ ଦିଆଯିବାର ଥିଲା। ଏହି ସମୟ ମଧ୍ୟରେ ତାକୁ ତାଙ୍କ ମାତା ଓ ପିତାଙ୍କୁ ଶେଷ ଥର ପାଇଁ ଭେଟିବାକୁ ଅନୁମତି ମିଳିଲା। ଏହି ଖବର ଶୁଣିବା ମାତ୍ରେ ମୋ ହୃଦୟରେ ଏକ ଅଜବ ବ୍ୟାକୁଳତା ବ୍ୟାପିଗଲା। ଜେଲ ପରିବେଶରେ କଠୋରତା ଏକ ସାଧାରଣ କଥା ଥିଲା, ମାତ୍ର ଆଜି ବାତାବରଣରେ ଦୁଃଖ ଓ ଭୟର ମିଶ୍ରିତ ଭାବନା ଥିଲା। ମୁଁ ଜାଣିଥିଲି ଯେ ମୃତ୍ୟୁଦଣ୍ଡ ପାଇବାକୁ ଥିବା ପ୍ରତ୍ୟେକ କଏଦୀଙ୍କୁ ଶେଷ ଇଚ୍ଛା ପ୍ରକାଶ କରିବାର ଅଧିକାର ଦିଆଯାଏ। ତାହା କୌଣସି ବିଶେଷ ଖାଦ୍ୟ ହେଉ, ସାକ୍ଷାତ ହେଉ କିମ୍ବା ଅନ୍ୟ କୌଣସି ଆକାଂକ୍ଷା ହେଉ। କିନ୍ତୁ କେହି ବି ଏତେ ଅଦ୍ଭୁତ ଦାବି କରୁନଥିଲେ ଯେପରି ଶ୍ରୀନୁ ପରେ କରିଥିଲା। ସେହିଦିନ ମୋତେ ଶ୍ରୀନୁକୁ ତାର ଶେଷ ଇଚ୍ଛା ପଚାରିବାକୁ ଆଦେଶ ମିଳିଲା। ମୁଁ ଭାବିଲି ବୋଧହୁଏ ସେ ତାଙ୍କ ପରିବାର ସହିତ ଅଳ୍ପ ସମୟ ମାଗିବେ କିମ୍ବା କୌଣସି ସାଧାରଣ ଇଚ୍ଛା ପ୍ରକାଶ କରିବେ। ମାତ୍ର ଯେତେବେଳେ ମୁଁ ତାଙ୍କ ସାମ୍ନାକୁ ଗଲି, ତାଙ୍କ ଚେହେରାରେ ଏକ ଅଜବ ସନ୍ତୋଷ ଥିଲା। ମୁଁ ଧୀରେ କରି ପଚାରିଲି, ଶ୍ରୀନୁ, ତୁମର କିଛି ଶେଷ ଇଚ୍ଛା ଅଛି କି? ଯାହା କହିବ ପୂରା କରିବାକୁ ଚେଷ୍ଟା କରାଯିବ। ସେ ମୋ ଆଡ଼କୁ ଚାହିଁଲେ, କ୍ଷଣିକ ପାଇଁ ଚୁପ୍ ରହିଲେ। ତାପରେ କହିଲେ, ମୋର ଗୋଟିଏ ଇଚ୍ଛା ଅଛି, ମାତ୍ର ପ୍ରତିଜ୍ଞା କରନ୍ତୁ ତାହା ପୂରଣ କରିବେ। ମୁଁ ଉତ୍ତର ଦେଲି, ଏହା ପ୍ରତ୍ୟେକ କଏଦୀର ଅଧିକାର ହୋଇଥାଏ। ତୁମର ଇଚ୍ଛା ପୂରଣ କରିବାକୁ ପୂରା ଚେଷ୍ଟା କରାଯିବ। ମୁଁ ବୁଝିଲି ବୋଧହୁଏ ସେ କାହାକୁ ଭେଟିବାକୁ ଚାହୁଁଛନ୍ତି। ମାତ୍ର ଯେତେବେଳେ ମୁଁ ତାଙ୍କୁ ଅଧୀକ୍ଷକ ଏସପି ସାହେବଙ୍କ ପାଖକୁ ନେଇଗଲି ଏବଂ ସେ ନରମତାର ସହିତ ପଚାରିଲେ, ପୁଅ, ତୁମର ଶେଷ ଇଚ୍ଛା କଣ? ତେବେ ତାଙ୍କ ଓଠରୁ ଯେଉଁ ଶବ୍ଦ ବାହାରିଲା ତାହା ପୂରା କୋଠରୀକୁ ସ୍ତବ୍ଧ କରିଦେଲା। ଶ୍ରୀନୁ କହିଲେ, ମୁଁ ଜୀବନରେ ପ୍ରଥମ ଏବଂ ଶେଷ ଥର ପାଇଁ ବିବାହ କରିବାକୁ ଚାହୁଁଛି। ମୋ ପତ୍ନୀଙ୍କ ସହିତ ଗୋଟିଏ ରାତି କାଟିବାକୁ ଚାହୁଁଛି। ଫାଶୀ ପୂର୍ବରୁ ଶ୍ରୀନୁଙ୍କ କଥା ଶୁଣିବା ମାତ୍ରେ କୋଠରୀରେ ନୀରବତା ଛାଇଗଲା। ମୁଁ, ଏସପି ସାହେବ ଏବଂ ଅନ୍ୟ ଅଧିକାରୀମାନେ ସମସ୍ତେ ଆଶ୍ଚର୍ଯ୍ୟରେ ପରସ୍ପର ମୁହଁକୁ ଚାହିଁଲେ। ଏସପି ସାହେବ
କିଛି କ୍ଷଣର ନୀରବତା ପରେ ଗମ୍ଭୀରତାର ସହିତ କହିଲେ, ପୁଅ, ବିବାହ ତ ଆମେ କରାଇ ପାରିବା, କିନ୍ତୁ ଭାବ କେଉଁ ଝିଅ ତୁମକୁ ବିବାହ କରିବ ଯେତେବେଳେ ସମସ୍ତେ ଜାଣିଛନ୍ତି ଯେ ତୁମକୁ 2 ଦିନ ପରେ ମୃତ୍ୟୁଦଣ୍ଡ ଦିଆଯିବାର ଅଛି। ତୁମେ ଗରିବ ପରିବାରର, ନା କୌଣସି ଧନ ସମ୍ପତ୍ତି ନା ପ୍ରଭାବ। କେଉଁ ଝିଅ ଗୋଟିଏ ଦିନର ବଧୂ ହେବା ପାଇଁ ନିଜ ଜୀବନ ନଷ୍ଟ କରିବ? ଶ୍ରୀନୁ ନୀରବରେ ଶୁଣୁଥିଲେ। ଚେହେରାରେ ଏକ ଅଜବ ଶାନ୍ତି ଥିଲା। ତାପରେ କହିଲେ, ମୁଁ ମୋ କଥାରେ ଅଟଳ ଅଛି ସାର୍। ମୋର ଶେଷ ଇଚ୍ଛା ଏହା ହିଁ। ଏସପି ସାହେବ ଟିକେ କ୍ରୋଧରେ କହିଲେ, ଅନ୍ୟ କୌଣସି ଇଚ୍ଛା ମାଗିନିଅ। କିଛି ଖାଇବା, କାହା ସହିତ ସାକ୍ଷାତ କିମ୍ବା କୌଣସି ସ୍ଥାନକୁ ଯିବା। ବିବାହ ସମ୍ଭବ ନୁହେଁ। ଶ୍ରୀନୁ ଧୀର ସ୍ୱରରେ କହିଲେ, ସାର୍, ଆପଣ ଚିନ୍ତା କରନ୍ତୁ ନାହିଁ। ମୋର ବିବାହ ନିଜେ ହିଁ ହୋଇଯିବ। ବାସ୍ ଆପଣ ଗୋଟିଏ କାମ କରନ୍ତୁ, ଆଖପାଖ ସହରରେ ଘୋଷଣା କରାଇ ଦିଅନ୍ତୁ ଯେ କଏଦୀ ଶ୍ରୀନୁ ତାଙ୍କ ମୃତ୍ୟୁଦଣ୍ଡ ପୂର୍ବରୁ ଗୋଟିଏ ଦିନ ପାଇଁ ବିବାହ କରିବାକୁ ଚାହୁଁଛନ୍ତି। କୌଣସି ଏପରି ସ୍ତ୍ରୀ ସହିତ ଯିଏ ନିଜ ମର୍ଜିରେ ତାଙ୍କର ପତ୍ନୀ ହେବ। ଏହା ଶୁଣି ମୁଁ ସହଜରେ ଚମକି ପଡ଼ିଲି। ପୂରା କୋଠରୀରେ ନୀରବତା ଛାଇଗଲା। ସମସ୍ତଙ୍କ ଚେହେରାରେ ଆଶ୍ଚର୍ଯ୍ୟ ଥିଲା ଯେ କୌଣସି କଏଦୀ ଏତେ ଅଦ୍ଭୁତ ସର୍ତ୍ତ କିପରି ରଖିପାରିବ। ଶ୍ରୀନୁ ନୀରବତା ଭାଙ୍ଗି କହିଲେ, ଯଦି କୌଣସି ସ୍ତ୍ରୀ ରାଜି ହୋଇଯାଏ ତେବେ ତାକୁ ଅଟକାନ୍ତୁ ନାହିଁ, ନଚେତ୍ ମୁଁ ଅନ୍ୟ କୌଣସି ଇଚ୍ଛା କରିବି ନାହିଁ। ତାପରେ ଚାହେ ତ ମୋତେ ତୁରନ୍ତ ଫାଶୀ ଦିଆଯାଉ। ତାଙ୍କ ଆଖିରେ ଏପରି ସତ୍ୟତା ଥିଲା ଯେ କେହି ମନା କରିପାରିଲେ ନାହିଁ। ଏସପି ସାହେବ କାନ୍ଧ ଉଠାଇ କହିଲେ, ଠିକ୍ ଅଛି, ଘୋଷଣା କରାଇ ଦେଉଛୁ। ମାତ୍ର ଆମକୁ ବିଶ୍ୱାସ ଅଛି କୌଣସି ସ୍ତ୍ରୀ ଆସିବ ନାହିଁ। ଭଲା କିଏ ଏପରି ସର୍ତ୍ତରେ ବିବାହ କରିବ? ସେହି ସନ୍ଧ୍ୟାରେ ଜେଲ ନିକଟସ୍ଥ ସହର ପାଖରେ ପ୍ରକୃତରେ ମନ୍ଦିରରୁ ଘୋଷଣା ଶୁଣାଗଲା। କଏଦୀ ସଂଖ୍ୟା 719 ଶ୍ରୀନୁ ତାଙ୍କର ଶେଷ ଇଚ୍ଛା ରୂପେ ଗୋଟିଏ ଦିନ ପାଇଁ କୌଣସି ସ୍ତ୍ରୀ ସହିତ ବିବାହ କରିବାକୁ ଚାହୁଁଛନ୍ତି। ଯଦି କୌଣସି ସ୍ତ୍ରୀ ନିଜ ଇଚ୍ଛାରେ ପ୍ରସ୍ତୁତ ଥାଏ ତେବେ ସେ ଜେଲ୍ ପ୍ରବନ୍ଧକଙ୍କ ସହିତ ଯୋଗାଯୋଗ କରୁ। ଏହି ଘୋଷଣା ପୁରା ଜୟପୁରରେ ବ୍ୟାପିଗଲା। ମାତ୍ର ଆମ ମନରେ ବିଶ୍ୱାସ ଥିଲା ଯେ କେହି ଆସିବେ ନାହିଁ। ଆମ ସମସ୍ତଙ୍କର ଏହା ହିଁ ବିଚାର ଥିଲା ଯେ କୌଣସି ସ୍ତ୍ରୀ ଏପରି ସର୍ତ୍ତରେ ଆଗକୁ ଆସିବ ନାହିଁ। ଶ୍ରୀନୁ ଏକ ଗରିବ ପରିବାରର ଥିଲେ। ନା ପ୍ରସିଦ୍ଧି ନା ସମ୍ପତ୍ତି। ତାଙ୍କୁ କିଏ ପତ୍ନୀ ରୂପେ ସ୍ୱୀକାର କରିବ? ଆମକୁ ଏସବୁ ଏକ ପରିହାସ ଭଳି ଲାଗିଲା। ମାତ୍ର ଘୋଷଣାର ମାତ୍ର 2 ଘଣ୍ଟା ପରେ ଜଣେ ସିପାହୀ ହାଲିଆ ହୋଇ ମୋ କାର୍ଯ୍ୟାଳୟରେ ଆସି ପହଞ୍ଚିଲା। ମ୍ୟାଡାମ, ଜେଲର ଦ୍ୱାରରେ ଗୋଟିଏ ଝିଅ ବଧୂ ବେଶରେ ଠିଆ ହୋଇଛି ଏବଂ ତା ସହିତ ଜଣେ ପୂଜାରୀ ମଧ୍ୟ ଅଛନ୍ତି। ଏହା ଶୁଣି ଏସପି ସାହେବ ଓ ମୁଁ ଉଭୟେ ଆଶ୍ଚର୍ଯ୍ୟ ହୋଇଗଲୁ। ଆମେ ଦ୍ରୁତ ଗତିରେ ବାହାରକୁ ଆସିଲୁ ତ ସାମ୍ନାରେ 17-18 ବର୍ଷ ବୟସର ଗୋଟିଏ କୋମଳ ଝିଅ ଠିଆ ହୋଇଥିଲା। ସେ ଲାଲ ଯୋଡ଼ାରେ ସଜ୍ଜିତ ଥିଲା, ସମ୍ପୂର୍ଣ୍ଣ ଭାବରେ ସଜା ହୋଇଥିଲା, ମାତ୍ର ଚେହେରାରେ ଏକ ଅଜବ ସନ୍ତୋଷ ଓ ଦୃଢ଼ତା ଥିଲା। ତା ସହିତ ଜଣେ ବୃଦ୍ଧ ପୂଜାରୀ ଠିଆ ହୋଇଥିଲେ, ହାତରେ ବିବାହର ପଞ୍ଜୀକରଣ ଧରି। ଏସପି ସାହେବ କଠୋର ସ୍ୱରରେ ପଚାରିଲେ, ପୂଜାରୀଜୀ, ଏ କ'ଣ ମାମଲା? ଏହି ଝିଅଟି କିଏ? ସେ ଆଦରର ସହିତ ଉତ୍ତର ଦେଲେ, ସାହେବ, ଏହି ଝିଅ ନିଜେ ମୋ ପାଖକୁ ଆସିଥିଲା। ଏହା କହିଲା ଯେ ସେ ଶ୍ରୀନୁଙ୍କୁ ବିବାହ କରିବାକୁ ଚାହୁଁଛି। ମୁଁ ବହୁତ ବୁଝାଇଲି, ଝିଅ, ସେ ମୃତ୍ୟୁଦଣ୍ଡର କଏଦୀ। ତୁମେ କାହିଁକି ନିଜ ଜୀବନ ନଷ୍ଟ କରୁଛ? ମାତ୍ର ସେ ମାନିଲା ନାହିଁ। କହିଲା, ଏହା ମୋର ନିଷ୍ପତ୍ତି। ମୁଁ ତାଙ୍କୁ ସତ୍ୟ ସ୍ନେହ କରେ। ତାଙ୍କ କଥା ଶୁଣି ମୋ ଶରୀରରେ ଶିହରଣ ଖେଳିଗଲା। ଜେଲର ଅଗଣାରେ ନୀରବତା ଛାଇଗଲା। ଆମକୁ ବିଶ୍ୱାସ ହେଉନଥିଲା ଯେ ଶ୍ରୀନୁଙ୍କୁ ପ୍ରକୃତରେ କେହି ଏତେ ଭଲ ପାଏ ଯେ ଦୁନିଆ ମାନ ସମ୍ମାନ ସବୁକିଛି ଛାଡ଼ିବାକୁ ପ୍ରସ୍ତୁତ ହୋଇଯିବ। ମାତ୍ର ଆଇନ କହୁଥିଲା କଏଦୀର ଶେଷ ଇଚ୍ଛା ପୂରଣ କରାଯାଉ। ଅତଏବ ଆମେ ଅନୁମତି ଦେଲୁ। ପୂଜାରୀଙ୍କୁ ଭିତରକୁ ଡକାଗଲା। ଶ୍ରୀନୁଙ୍କୁ କକ୍ଷରୁ ବାହାର କରାଗଲା। ଜେଲ କାର୍ଯ୍ୟାଳୟରେ ସଂକ୍ଷିପ୍ତ ରୀତିନୀତି ସହିତ ସେମାନଙ୍କର ବିବାହ କରାଗଲା। ବିବାହ ସମ୍ପନ୍ନ ହେବା ପରେ ଶ୍ରୀନୁ ହସି ହସି କହିଲେ, ବର୍ତ୍ତମାନ ଆପଣ ପ୍ରତିଜ୍ଞା ଅନୁସାରେ ମୋ ପତ୍ନୀଙ୍କୁ ମୋ ପାଖକୁ ପଠାଇ ଦିଅନ୍ତୁ। ମୁଁ ତାଙ୍କ ସହିତ କିଛି କଥାବାର୍ତ୍ତା କରିବାକୁ ଚାହୁଁଛି। ବାସ୍ ଗୋଟିଏ ରାତିର କଥା। ମୁଁ ତାଙ୍କ କଥା ଶୁଣି ଚମକି ପଡ଼ିଲି। ମାତ୍ର ଏସପି ସାହେବ ମନରେ ମୁଣ୍ଡ ହଲାଇଲେ। ମୁଁ ବଧୂ ଓ ଶ୍ରୀନୁଙ୍କୁ ଗୋଟିଏ କକ୍ଷ ପର୍ଯ୍ୟନ୍ତ ପହଞ୍ଚାଇଲି। ସେମାନେ ଭିତରୁ ସେହି ରୁମର କବାଟ ବନ୍ଦ କଲେ ଏବଂ ମୁଁ ମଧ୍ୟ ବାହାରୁ ମୁଖ୍ୟ କବାଟ ବନ୍ଦ କରି ବାହାରକୁ ଆସିଗଲି।
ଭାବିଲି ବୋଧହୁଏ କିଛି ସମୟ ପରେ ସେ ନିଜେ ହିଁ ବାହାରକୁ ଆସିଯିବ। ମାତ୍ର ସମୟ ବିତିବାକୁ ଲାଗିଲା ଏବଂ ଭିତରୁ ହାଲୁକା ହାଲୁକା ଫୁସଫୁସର ଶବ୍ଦ ଆସିବାକୁ ଲାଗିଲା, ଯେପରି ଉଭୟେ କଥାବାର୍ତ୍ତା କରୁଛନ୍ତି ଏବଂ କିଛି ଖୋଲିବାକୁ ଚେଷ୍ଟା କରୁଛନ୍ତି। ମୁଁ ଟିକେ ଧ୍ୟାନ ଦେଲି, ମାତ୍ର ସନ୍ତୋଷରେ ପୁନର୍ବାର କାର୍ଯ୍ୟାଳୟକୁ ଚାଲିଗଲି। ରାତି ଗଭୀର ହେବାକୁ ଲାଗିଲା। ତାପରେ ହଠାତ୍ ଜେଲର ବାତାବରଣ ଗୋଟିଏ ଚିତ୍କାରରେ ଗୁଞ୍ଜି ଉଠିଲା। ଜେଲର ବିଦ୍ୟୁତ୍ କଟିଗଲା। ହାଲୁକା ଆଲୋକ ଥିଲା। ମୁଁ ଦୌଡ଼ି ଦୌଡ଼ି ଶ୍ରୀନୁଙ୍କ କକ୍ଷ ଆଡ଼କୁ ପହଞ୍ଚିଲି। ମୁଖ୍ୟ କବାଟ ଖୋଲି ସେହି ରୁମ ପାଖକୁ ଯାଇ ଝରକାରେ ଦେଖିଲି ତ ଅନ୍ଧାରରେ ସେହି ଝିଅଟି ବଧୂ ବେଶରେ ଠିଆ ହୋଇଥିଲା। ଘୋଡ଼ଣୀ ତଳକୁ ଓ ନିଶ୍ୱାସ ଅନିୟନ୍ତ୍ରିତ, ପୁରା ଶରୀର କମ୍ପୁଥିଲା। ମୁଁ ଆଶ୍ଚର୍ଯ୍ୟରେ ପଚାରିଲି, କ'ଣ ହେଲା? ତୁମେ ତ ନିଜ ମର୍ଜିରେ ବିବାହ କରି ଆସିଥିଲ, ଏବେ କ'ଣ ବଦଳିଗଲା? ସେ କମ୍ପୁଥିବା ସ୍ୱରରେ କହିଲା, ମୋତେ ଏଠାରୁ ବାହାର କର, ମୁଁ ଏଠାରେ ରହିବାକୁ ଚାହୁଁନାହିଁ। ମୁଁ ବ୍ୟଙ୍ଗାତ୍ମକ ସ୍ୱରରେ କହିଲି, କାହିଁକି? ପ୍ରେମର ନିଶା ଉତୁରିଗଲା କି ଏବେ ପରିଣାମର ଭୟ ଜାଗିଗଲା? କିନ୍ତୁ ସେ ଚୁପ୍ ରହିଲା। ବସ୍ତ୍ରର ପଣତ ମୁଠା ମୁଠା କରି ଧରି ଠିଆ ହୋଇଥିଲା। ବାସ୍, ସେ ମୋତେ ଘରକୁ ଯିବାକୁ ଅଛି କହୁଥିଲା। ଓ ଶ୍ରୀନୁ ମଧ୍ୟ କହୁଥିଲେ, ମ୍ୟାଡାମ ଏହାକୁ ଯିବାକୁ ଦିଅନ୍ତୁ, ମୋର କାମ ହୋଇସାରିଛି। ଅନ୍ଧାରରେ ଠିକ୍ ଭାବରେ କିଛି ଦେଖାଯାଉ ନଥିଲା। ମୁଁ ଯେମିତି କବାଟ ଖୋଲିଲି, ସେହି ଝିଅଟି ବିଜୁଳି ଭଳି ବାହାରକୁ ବାହାରି ପଡ଼ିଲା। କିଛି ନ କହି ଦ୍ରୁତ ଗତିରେ ଚାଲିଗଲା। ଆମେ ତାକୁ ଅଟକାଇଲୁ ନାହିଁ। ମୁଁ ଦେଖିଲି ଶ୍ରୀନୁ ଚାଦର ଘୋଡ଼େଇ ଶୋଇବାକୁ ଯାଉଛନ୍ତି। ମୁଁ କକ୍ଷ ପୁଣି ବନ୍ଦ କଲି ଏବଂ ପୁନର୍ବାର ମୋ କାର୍ଯ୍ୟାଳୟକୁ ଆସି ବସିଗଲି। ପୁରା ରାତି ଚିନ୍ତାଧାରାରେ ହଜି ରହିଲି। ତାପରେ ଥକାପଣ ଯୋଗୁଁ ଶୋଇଗଲି। ମୋତେ କ'ଣ ଖବର ଥିଲା ଯେ ସକାଳ ହେବା ମାତ୍ରେ ଏକ ଝଡ଼ ଆସିବାକୁ ଯାଉଛି। ସୂର୍ଯ୍ୟ ଉଦୟ ହୋଇଥିଲା ମାତ୍ର ଏସପି ସାହେବ କ୍ରୋଧରେ ମୋ କାର୍ଯ୍ୟାଳୟରେ ପ୍ରବେଶ କଲେ। ଇନ୍ସପେକ୍ଟର ମୀନାକ୍ଷୀ, ତୁରନ୍ତ ଯାଅ ଏବଂ ଦେଖ ଶ୍ରୀନୁ କେଉଁଠାରେ ଅଛନ୍ତି। ମୁଁ ଆଶ୍ଚର୍ଯ୍ୟରେ କହିଲି, ସାର୍, ସେ ତାଙ୍କ କକ୍ଷରେ ହିଁ ଥିବେ। ଯାଅ ଦେଖ। ସେ ଗର୍ଜନ କଲେ। ମୋ ହୃଦୟର ସ୍ପନ୍ଦନ ଦ୍ରୁତ ହୋଇଗଲା। ମୁଁ ଦୌଡ଼ି ଦୌଡ଼ି ଶ୍ରୀନୁଙ୍କ କକ୍ଷ ଆଡ଼କୁ ଗଲି। କବାଟ ପାଖରେ ଯାଇ ସ୍ୱର ଦେଲି, ଶ୍ରୀନୁ ବାହାରକୁ ଆସ। ମାତ୍ର ଭିତରୁ କୌଣସି ଉତ୍ତର ଆସିଲା ନାହିଁ। କପାଳରେ ଝାଳ ଆସିଗଲା। ମୁଁ ଝରକାରେ ଉଙ୍କି ମାରିଲି। ଭିତରେ ଜଣେ ବ୍ୟକ୍ତି, ସେହି ବିବାହର ପୁରୁଷ ବେଶରେ କାନ୍ଥ ପାଖରେ ଶୋଇଥିଲା। ମୁଁ କବାଟ ଖୋଲିଲି, ଆଗକୁ ବଢ଼ିଲି ଏବଂ ଯେମିତି ସେହି ବ୍ୟକ୍ତିଙ୍କୁ ସିଧା କଲି, ମୋ ପାଦ ତଳୁ ଜମି ଖସିଗଲା। ଏହା ସେହି ଝିଅଟି ଥିଲା ଯିଏ ଗତକାଲି ବଧୂ ହୋଇ ଆସିଥିଲା। ଏବେ ସେ ଶ୍ରୀନୁଙ୍କର ପୁରୁଷ ପୋଷାକରେ ସଜ୍ଜିତ ଅଚେତ ହୋଇ ପଡ଼ିଥିଲା। ମୋ ହାତ କମ୍ପିବାକୁ ଲାଗିଲା। ଏସପି ସାହେବ ମଧ୍ୟ ସେଠାରେ ପହଞ୍ଚିଗଲେ। ଦୃଶ୍ୟ ଦେଖି ସେ ଗର୍ଜନ କଲେ, ଏ କ'ଣ ତାମସା? ଶ୍ରୀନୁ କେଉଁଠାରେ ଅଛନ୍ତି? ମୁଁ କିଛି କହିପାରିଲି ନାହିଁ। ସେ ଚିତ୍କାର କଲେ, ତୁମର ଅସାବଧାନତା ଜେଲର ପ୍ରଶାସନକୁ ଦୋହଲାଇ ଦେଲା। ଜଣେ ମୃତ୍ୟୁଦଣ୍ଡର କଏଦୀ ଫେରାର ହୋଇଯାଇଛି। ମୁଁ ସଦମାରେ ଥିଲି। ମସ୍ତିଷ୍କ ଶୂନ୍ୟ ଭଳି ହୋଇଯାଇଥିଲା। ଆମ ସମସ୍ତଙ୍କୁ ଆଭାସ ହେଲା ଯେ ଶ୍ରୀନୁ ଏକ ଏପରି ଚାଲ ଚଳାଇଥିଲେ ଯିଏ ଆମକୁ ଅନ୍ଧ କରିଦେଇଥିଲା। ସେ ବଧୂ ବେଶରେ ଜେଲରୁ ଫେରାର ହୋଇଯାଇଥିଲେ ଏବଂ ଏହି ଝିଅ ବୋଧହୁଏ ତାଙ୍କର ସାଥୀ। ଜାଣିଶୁଣି ତାଙ୍କ ପାଇଁ ବଳିଦାନ ହୋଇଥିଲା। ଯେତେବେଳେ ସେ ହୋମକୁ ଆସିଲା ତ ପୁରା ସଚେତ ଏବଂ ଆତ୍ମବିଶ୍ୱାସ ଭରା ସ୍ୱରରେ କହିଲା, ଆପଣମାନେ ଶ୍ରୀନୁଙ୍କ ସହିତ ଅନ୍ୟାୟ କରିଛନ୍ତି। ସେ ମୃତ୍ୟୁଦଣ୍ଡର ହକଦାର ନଥିଲେ। ମୁଁ କ୍ରୋଧରେ କହିଲି, ଏହି ନିଷ୍ପତ୍ତି ନ୍ୟାୟାଳୟ କରିବ। ସେ ହାଲୁକା ହସିଲା ଏବଂ କହିଲା, ନିଷ୍ପତ୍ତି ସମୟ କରିବ ଏବଂ ସମୟ ପ୍ରମାଣିତ କରିବ ଯେ ସେ ନିର୍ଦ୍ଦୋଷ। ଏସପି ସାହେବ କଠୋରତାର ସହିତ ଆଦେଶ ଦେଲେ, ଶ୍ରୀନୁଙ୍କୁ ତୁରନ୍ତ ଖୋଜ। ଯଦି ଆମେ ତାଙ୍କୁ ନ ଧରିଲୁ ତେବେ ପରିଣାମ ଭୟାନକ ହେବ। ପୁରା ଜେଲରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଜଣେ ମୃତ୍ୟୁଦଣ୍ଡର କଏଦୀ ଆମ ସମସ୍ତଙ୍କୁ ଠକି ଫେରାର ହୋଇଯାଇଥିଲେ। ଏସପି ସାହେବ କ୍ରୋଧରେ ଜଳୁଥିଲେ ଏବଂ ମୋ ହୃଦୟ ଦ୍ରୁତ ଗତିରେ ଧଡ଼ଧଡ଼ ହେଉଥିଲା। ମୁଁ ବୁଝିପାରୁ ନଥିଲି ଯେ ମୁଁ ଏତେ ବଡ଼ ଭୁଲ କିପରି କରିଦେଲି। ମୁଁ ଏକ ଏପରି ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କଲି ଯିଏ ଆମ ଆଖିରେ ଧୂଳି ପକାଇଦେଲେ। ସତ୍ୟ କୁହାଇବା ଏବଂ ଶ୍ରୀନୁଙ୍କୁ ଖୋଜି ବାହାର କରିବା ଅସମ୍ଭବ ଥିଲା। ସେ ଅନେକ ଘଣ୍ଟା ପୂର୍ବରୁ ଫେରାର ହୋଇସାରିଥିଲେ। ମୁଁ କଠୋର ସ୍ୱରରେ କହିଲି, ଦେଖ ଝିଅ, ଏବେ ତୁମକୁ ପ୍ରଶ୍ନ ପଚରାଯିବ। ଯଦି ତୁମେ ସତ୍ୟ ନ କହିଲ ତେବେ ପରିଣାମ ଭଲ ହେବ ନାହିଁ। ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥିଲା
ଯେପରି ସବୁକିଛି ପୂର୍ବରୁ ସ୍ଥିର ହୋଇସାରିଛି। କହିଲା, ମୁଁ ଶ୍ରୀନୁଙ୍କ ବିଷୟରେ ସବୁ ସତ୍ୟ କହିବି। ମୁଁ ଧ୍ୟାନର ସହିତ ଦେଖିଲି, ତାଙ୍କ ଚେହେରାରେ ନା କୌଣସି ଘାବରାମି ଥିଲା ନା ପଶ୍ଚାତାପ। ମୁଁ ପଚାରିଲି, ଶ୍ରୀନୁ ତୁମର କଣ ଲାଗନ୍ତି? କଣ ତୁମେ ପ୍ରକୃତରେ ତାଙ୍କୁ ଭଲ ପାଅ? କଣ ତୁମେ ଲୋକମାନେ ଏହି ନାଟକ ରଚିଥିଲ? ସେ କିଛି କ୍ଷଣ ଚୁପ୍ ରହିଲା, ତାପରେ ଧୀରେ କରି କହିଲା, ନା, ମୁଁ ତାଙ୍କୁ ଭଲ ପାଏ ନାହିଁ। ମୋ ଭିତରେ କ୍ରୋଧର ଲହରୀ ଦଡ଼ିଗଲା। ତେବେ ତୁମେ ଏସବୁ କାହିଁକି କଲ? ତୁମେ ତାଙ୍କୁ କାହିଁକି ବିବାହ କଲ? ତୁମେ ଦୁହେଁ ଜେଲକୁ ମୂର୍ଖ ବନାଇଲ। ଶ୍ରୀନୁ ଫେରାର ହୋଇଗଲା। କିନ୍ତୁ ମନେ ରଖ, ଆମେ ତାଙ୍କୁ ଖୋଜି ବାହାର କରିବୁ। ସେ ମୋ ଆଖିରେ ଆଖି ମିଶାଇ କହିଲା, ଆପଣ ଭୁଲ ଅଛନ୍ତି। ସେ ପଳାଇ ନାହାନ୍ତି, ସେ ଫେରି ଆସିବେ। ମୁଁ ଚମକି ଗଲି। ତୁମକୁ ଏତେ ବିଶ୍ୱାସ କିପରି? କାରଣ ସେ ଜାଣିଛନ୍ତି କେଉଁଠାକୁ ଯିବାକୁ ଅଛି ଏବଂ କେବେ ଫେରିବାକୁ ଅଛି। ଏବେ ସେ ମୋର ସ୍ୱାମୀ, ସେ ମୋତେ ଛାଡ଼ି ଯିବେ ନାହିଁ। ତାଙ୍କ ସ୍ୱରରେ ଏପରି ବିଶ୍ୱାସ ଥିଲା ଯେ କ୍ଷଣିକ ପାଇଁ ମୋ ହୃଦୟ ମଧ୍ୟ ଦୋହଲିଗଲା। ମୁଁ କଠୋର ସ୍ୱରରେ କହିଲି, ତୁମକୁ ଏତେ ବିଶ୍ୱାସ କାହିଁକି? ସେ କହିଲା, ଯଦି ଆପଣ ମୋର ପୂରା କାହାଣୀ ଶୁଣିବେ, ତେବେ ବୋଧହୁଏ ଆପଣଙ୍କ ନିଷ୍ପତ୍ତି ବଦଳିଯିବ। ତାପରେ ଆପଣଙ୍କୁ ଅନୁମାନ ହେବ ଯେ ଅସଲି ଅପରାଧୀ କିଏ ଏବଂ ଶ୍ରୀନୁ ଯାହା କଲେ, କାହିଁକି କଲେ। ମୁଁ ଚୁପ୍ ହୋଇଗଲି। ସେହି ଝିଅ ଏବେ ମଧ୍ୟ ନିଜ କଥାରେ ଅଟଳ ଥିଲା, ଯେପରି କୌଣସି ବଡ଼ ସତ୍ୟ ତାକୁ ଲୁଚାଇ ବସିଛି। ତାପରେ ସେ ଧୀରେ କରି କହିଲା, ମୋ ନାମ ନେହା ଏବଂ ମୋ ବଡ଼ ଭଉଣୀଙ୍କ ନିର୍ବନ୍ଧ ଶ୍ରୀନୁଙ୍କ ସହିତ ହୋଇଥିଲା। ନେହା କଥା ଆରମ୍ଭ କଲା। ଶ୍ରୀନୁ ପିଲାଦିନରୁ ହିଁ ବାହାଦୁର ଏବଂ ନିର୍ଭୀକ ଯୁବକ ଥିଲେ। ବୋଧହୁଏ ସେହି କ୍ଷଣ କେବେ ଆସିନଥିବ ଯେତେବେଳେ ସେ କାହା ସାମ୍ନାରେ ପଛକୁ ହଟିଥିବେ। ଶ୍ରୀନୁ ଆନ୍ଧ୍ରପ୍ରଦେଶରୁ ଆସିଥିଲେ ଓ ତାଙ୍କ ମାମୁଁ ଓ ମାଇଁଙ୍କ ସହିତ ରହୁଥିଲେ। ଶ୍ରୀନୁଙ୍କୁ ଯେତେବେଳେ 5 ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମା ଚାଲିଗଲେ ଓ ତାଙ୍କ ବାପା ଏହି ଦୁଃଖ ସହିପାରିଲେ ନାହିଁ ଓ ମଦ୍ୟପାନକୁ ଆପଣେଇ ନେଲେ। ସେ ଦିନସାରା ମଦରେ ବୁଡ଼ି ରହୁଥିଲେ। ଏସବୁ ଦେଖି ତାଙ୍କ ମାମୁଁ ତାଙ୍କୁ ନିଜ ପାଖକୁ ନେଇ ଆସିଲେ। ତାଙ୍କ ମାମୁଁ ଓ ମାଇଁ ଶ୍ରୀନୁଙ୍କୁ ନିଜ ପୁଅ ଭଳି ଭଲ ପାଉଥିଲେ। ସେ ଆମ ପାଖ ଘରେ ହିଁ ରହୁଥିଲେ। ଆମେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ବହୁତ ମଜବୁତ ଥିଲା। ମୋ ବାପା ଶ୍ରୀନୁଙ୍କୁ ବହୁତ ସ୍ନେହ କରୁଥିଲେ। ମୁଁ, ମୋ ବଡ଼ ଭଉଣୀ ଓ ଶ୍ରୀନୁ ଆମେ ପିଲାଦିନରୁ ହିଁ ବହୁତ ଭଲ ବନ୍ଧୁ ଥିଲୁ। ଯେତେବେଳେ ଆମେ ବଡ଼ ହେଲୁ ତ ମୋ ବାପା ମୋ ବଡ଼ ଭଉଣୀର ବିବାହ ଶ୍ରୀନୁଙ୍କ ସହିତ କରିବାକୁ ଭାବିଲେ ଏବଂ ଯେତେବେଳେ ସେ ମୋ ବଡ଼ ଭଉଣୀର ନିର୍ବନ୍ଧ ଶ୍ରୀନୁଙ୍କ ସହିତ କଲେ, ତ ସେ ଆମ ଘରର ଏକ ଅଂଶ ହୋଇଗଲେ। ମୁଁ ନୀରବରେ ତାଙ୍କ କଥା ଶୁଣୁଥିଲି। ନେହାଙ୍କ ସ୍ୱରରେ ଯନ୍ତ୍ରଣା ମଧ୍ୟ ଥିଲା ଏବଂ ଗର୍ବ ମଧ୍ୟ। ଆମେ ଫରିଦାବାଦ ପାଖରେ ଗୋଟିଏ ଛୋଟ ସହରରେ ରହୁଥିଲୁ। ଆମ ଜୀବନରେ ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ ଗୋଟିଏ ଦିନ ଏପରି ଆସିଲା ଯାହା ପରେ ସବୁକିଛି ବଦଳିଗଲା। ଗୋଟିଏ ଦିନ ସନ୍ଧ୍ୟାରେ ମୁଁ, ମୋ ଭଉଣୀ ଓ ଶ୍ରୀନୁ ଆମେ ବୁଲିବା ପାଇଁ ବଜାରକୁ ଯାଇଥିଲୁ। ବୁଲୁ ବୁଲୁ ରାତିର 8 ବାଜିଗଲା। ଯେତେବେଳେ ଆମେ ବଜାରରୁ ଫେରୁଥିଲୁ, ସେତେବେଳେ ରାସ୍ତାରେ ଗୋଟିଏ କଳା ରଙ୍ଗର ଜିପ୍ ଆସି ଆମ ସାମ୍ନାରେ ଅଟକିଲା ଓ ଗାଡ଼ିରୁ 6-7 ଜଣ ଲୋକ ଓହ୍ଲାଇଲେ। ଶ୍ରୀନୁଙ୍କୁ ବହୁତ ମାଡ଼ ମାରିଲେ ଏବଂ ମୋ ଭଉଣୀଙ୍କୁ ଉଠାଇ ନିଜ ସାଙ୍ଗରେ ନେଇଗଲେ। ସେମାନଙ୍କ ମଧ୍ୟରୁ ଜଣେ ଆମ ସହରର ବିଧାୟକଙ୍କ ପୁଅ ଓ ବାକି ତାଙ୍କର ସାଥୀ ଥିଲେ। ବହୁତ ଦିନରୁ ବିଧାୟକଙ୍କ ପୁଅ ମୋ ଦିଦି ପଛରେ ହାତ ଧୋଇ ପଡ଼ିଥିଲା। ସବୁ ଜାଗାରେ ମୋ ଦିଦିର ପିଛା କରି ତାଙ୍କୁ ହଇରାଣ କରୁଥିଲା ଓ କହୁଥିଲା, ଗୋଟିଏ ରାତି ପାଇଁ ମୋର ହୋଇଯାଅ, ନଚେତ୍ ତୁମ ଜୀବନ ନର୍କ କରିଦେବି। କିନ୍ତୁ ମୋ ଦିଦି ତାଙ୍କୁ ଅଣଦେଖା କରି ଚାଲି ଯାଉଥିଲେ। କିନ୍ତୁ ଯେତେବେଳେ ସେ ଏହା ଜାଣିଲେ ଯେ ମୋ ଭଉଣୀଙ୍କ ବିବାହ ଶ୍ରୀନୁଙ୍କ ସହିତ ଠିକ୍ ହୋଇଯାଇଛି, ତ ଏହି କଥାରେ ରାଗିଯାଇ ସେ ମୋ ଭଉଣୀଙ୍କୁ ଉଠାଇ ନେଇଗଲେ। ଆମ ଦୁହିଁଙ୍କ ପରିବାର ତୁରନ୍ତ ପୋଲିସ ଷ୍ଟେସନକୁ ଯାଇ ରିପୋର୍ଟ ଲେଖାଇଲୁ। ପୋଲିସ କହିଲା, ଆମେ ଖୋଜିବୁ। ଆମେ ସମସ୍ତେ ମଧ୍ୟ ରାତିସାରା ଖୋଜିଲୁ। ପୁରା ରାତି ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ମୋ ଭଉଣୀର କୌଣସି ଠିକଣା ମିଳିଲା ନାହିଁ। ଆମେ ସମସ୍ତେ ବହୁତ ବ୍ୟସ୍ତ ଥିଲୁ। ପରଦିନ ସକାଳେ ଖରାପ ଅବସ୍ଥାରେ ମୋ ଭଉଣୀର ଶବ ମିଳିଲା। ସେ ଆମକୁ ଛାଡ଼ି ଚାଲି ଯାଇଥିଲେ। ଯେତେବେଳେ ଆମେ ସେମାନଙ୍କ ବିରୁଦ୍ଧରେ ମାମଲା କଲୁ, ତ ଓଲଟା ପୋଲିସ ଶ୍ରୀନୁ ଓ ତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କଲା। ପୋଲିସ କହିଲା, ମୋ ଭଉଣୀ ଅନ୍ୟ କାହାକୁ ଭଲ ପାଉଥିଲା ଏବଂ ଯେତେବେଳେ ଏହି କଥା ଶ୍ରୀନୁ ଜାଣିଲେ ତ ସେ ରାଗରେ ଆସି
ମୋ ଭଉଣୀଙ୍କୁ ମାରିଦେଲେ ଓ ଏହି ଷଡ଼ଯନ୍ତ୍ରରେ ତାଙ୍କ ମାମୁଙ୍କର ମଧ୍ୟ ହାତ ଅଛି ଏହା କହି ମିଥ୍ୟା ମାମଲା ସୃଷ୍ଟି କରାଗଲା। ଅଦାଲତ ଶ୍ରୀନୁଙ୍କୁ ଫାଶୀର ଦଣ୍ଡ ଶୁଣାଇଲେ ଓ ତାଙ୍କ ମାମୁଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା ଓ ଆମ ଗାଁଠାରୁ ଦୂରରେ ଏହି ବଡ଼ ଜେଲରେ ଶ୍ରୀନୁଙ୍କୁ ପଠାଇ ଦିଆଗଲା। ଯେତେବେଳେ ମୋ ବାପା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କଲେ ତ ବିଧାୟକଙ୍କ ଗୁଣ୍ଡାମାନେ ଆମ ଘରେ ପଶି ମରାମରି ଆରମ୍ଭ କରିଦେଲେ। ସେହି ଝଗଡ଼ା ମଧ୍ୟରେ ମୋ ମାଙ୍କୁ ଗୁଳି ଲାଗିଲା ଓ ସେ ମାରି ହୋଇଗଲେ। ବିଧାୟକଙ୍କ ପୁଅ ଧମକ ଦେଇ କହିଲା, ଯଦି ତୁ ପୁଣି ଥରେ ମାମଲା କରିବୁ ତ ତୋ ସାଙ୍ଗରେ ମଧ୍ୟ ସେୟା କରିବୁ ଯାହା ମୋ ଭଉଣୀ ସାଙ୍ଗରେ କରାଯାଇଥିଲା। ମୁଁ ଓ ମୋ ବାପା ସେହି ସହର ଛାଡ଼ିଦେଲୁ ଏବଂ ଏହି ସହରରେ ଆସି ରହିବାକୁ ଲାଗିଲୁ। ସହର ତ ଛାଡ଼ିଦେଲୁ କିନ୍ତୁ ଆମ ଭିତରର କ୍ରୋଧର ଜୟା ଏବେ ବି ଜଳୁଥିଲା। ଆମେ ବହୁତ ଦିନରୁ ଯୋଜନା କରୁଥିଲୁ ଶ୍ରୀନୁଙ୍କୁ ଜେଲରୁ କିପରି ବାହାର କରିବାକୁ ଅଛି ଓ ଆଜି ସେହି ଦିନ ଆସିଗଲା। ଆମର ଯୋଜନା ସଫଳ ହୋଇଗଲା। ସେହି ଗୋଟିଏ ରାତି ଆମ ଦୁଇ ପରିବାରକୁ ବରବାଦ କରିଦେଲା। ଆମର ସବୁ ଖୁସି ଆମଠାରୁ ଛଡ଼ାଇ ନେଲା ଓ ବିନା ଅପରାଧରେ ଶ୍ରୀନୁଙ୍କ ମାମୁଙ୍କୁ ଆଜୀବନ କାରାବାସ ହୋଇଗଲା ଓ ଶ୍ରୀନୁଙ୍କୁ ବିନା କାରଣରେ ଫାଶୀର ଦଣ୍ଡ ଶୁଣାଗଲା। ନେହାଙ୍କ ଆଖିରୁ ଲୁହ ବହିଗଲା। ଅସଲି ଅପରାଧୀ ସେହି ବଦମାସ ବିଧାୟକଙ୍କ ପୁଅ ଥିଲା, ମାତ୍ର ଦଣ୍ଡ ଶ୍ରୀନୁଙ୍କୁ ମିଳିଲା। ଯଦି ଆମେ ଧନୀ ହୋଇଥାନ୍ତୁ, ଯଦି ଆମ କଥା ଶୁଣିବା ପାଇଁ କେହି ଥାନ୍ତେ, ତେବେ ବୋଧହୁଏ ଏସବୁ ହୋଇନଥାନ୍ତା। ଏହି ସଂସାରରେ ଦୁର୍ବଳ ପାଇଁ କୌଣସି ନ୍ୟାୟ ନାହିଁ ମ୍ୟାଡାମ। ଶ୍ରୀନୁ କାହାର ରକ୍ତ ବୁହାଇ ନାହାନ୍ତି। ଆମେ ତ ବାସ୍ ଇନସାଫ ଚାହୁଁଥିଲୁ। ଇନ୍ସପେକ୍ଟର ମୀନାକ୍ଷୀ ମ୍ୟାଡାମ କିଛି କହିପାରିଲେ ନାହିଁ। ତାଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା। ସେ ପଚାରିଲେ, ଶ୍ରୀନୁ ଏବେ କେଉଁଠାକୁ ଯାଇଛି ଓ କ'ଣ ତୁମେ ଜାଣିଛ ଯେ ତାଙ୍କୁ ଜେଲରୁ ଫେରାର କରିବାର ଦୋଷରେ ଏବେ ତୁମକୁ ମଧ୍ୟ ଦଣ୍ଡ ଦିଆଯିବ? ନେହା ଲୁହ ପୋଛିଲେ ଓ କହିଲେ, ଏସବୁ ମୋର ଓ ଶ୍ରୀନୁଙ୍କର ଯୋଜନା ଥିଲା। ମୁଁ ସ୍ତବ୍ଧ ରହିଗଲି। ସେ କହିଲେ, ମୁଁ ମୋ ପରିବାରକୁ ଇନସାଫ ଦେବା ପାଇଁ ନିଜକୁ ବଳିଦାନ ଦେବି। ହଁ, ମୁଁ ବଳିଦାନ ଦିଆଗଲି। ମୁଁ ନିଜକୁ ଏହି ଯୋଜନା ପାଇଁ ପ୍ରସ୍ତୁତ କଲି ଯାହା ଫଳରେ ଶ୍ରୀନୁ ବଞ୍ଚିପାରିବେ। ମୁଁ ପୁଣି ଥରେ ପଚାରିଲି, ଶ୍ରୀନୁ ଦଡ଼ି କେଉଁଠାକୁ ଯାଇଛନ୍ତି? ତ ନେହା ହସି ହସି ଉତ୍ତର ଦେଲେ, ଶ୍ରୀନୁ କେଉଁଠାକୁ ଦଡ଼ି ନାହାନ୍ତି। ସେ ନିଜ କାମ ଶେଷ କରି ଏଇଠାକୁ ଫେରିଆସିବେ ଏବଂ ନିଜକୁ ଆତ୍ମସମର୍ପଣ କରିଦେବେ। ପୋଲିସ ସବୁ ଜାଗାରେ ଶ୍ରୀନୁଙ୍କୁ ଖୋଜୁ ରହିଲା କିନ୍ତୁ ତାଙ୍କର କୌଣସି ଠିକଣା ମିଳିଲା ନାହିଁ। ଗୋଟିଏ ଦିନ ପରେ ଟେଲିଭିଜନରେ ଖବର ଆସିଲା, ଜଣେ ଯୁବକଙ୍କୁ ହୋଟେଲରେ କେହି ଜଣେ ହତ୍ୟା କରିଦେଇଛନ୍ତି। ଏହା ସେହି ବିଧାୟକଙ୍କ ପୁଅ ଥିଲା। କଥାଟି ହେଉଛି ଯେ ନେହା ଓ ଶ୍ରୀନୁଙ୍କୁ ଏହା ଜଣାଥିଲା ଯେ ବିଧାୟକଙ୍କ ପୁଅ ଏହି ସହରକୁ କିଛି ଦିନ ବୁଲିବାକୁ ଆସିବାକୁ ଅଛି ଓ ଏହାର ଫାଇଦା ନେହା, ଶ୍ରୀନୁ ଓ ନେହାଙ୍କ ପିତା ଉଠାଇଲେ। ସେମାନେ ଯୋଜନା କଲେ ଯେ ତାକୁ ଏଇଠି ଶେଷ କରିଦେବେ। ତାପରେ ଶ୍ରୀନୁ ଜେଲକୁ ଆସି ନିଜକୁ ଆତ୍ମସମର୍ପଣ କରିଦେଲେ। କିଛି ଦିନ ପରେ ଶ୍ରୀନୁଙ୍କୁ ଫାଶୀ ହୋଇଗଲା ଓ ଶ୍ରୀନୁଙ୍କୁ ଜେଲରୁ ଦଡ଼ିବାରେ ସାହାଯ୍ୟ କରିବାର ଅପରାଧରେ ନେହାଙ୍କୁ 4 ବର୍ଷର ଦଣ୍ଡ ଶୁଣାଗଲା। ବନ୍ଧୁ, ବିଧାୟକ ଯଦି ନିଜ ପୁଅକୁ ଠିକ୍ ସଂସ୍କାର ଦେଇଥାନ୍ତେ ତେବେ ଆଜି ଏହି ଦିନ ଦେଖିବାକୁ ମିଳିନଥାନ୍ତା। ଜଣେ ଭୁଲ ଲୋକର ଶୟତାନ ବୁଦ୍ଧି ଚକ୍କରରେ 2ଟି ହସଖୁସି ପରିବାର ନଷ୍ଟ ହୋଇଗଲା। ବନ୍ଧୁଗଣ, ଆଜିର ସମୟରେ ଆମ ଭାରତରେ ଏପରି ଘଟଣା ବହୁତ ହେଉଛି ଯେଉଁଠାରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ନିଜ ଭୁଲ ଲୁଚାଇବା ପାଇଁ ଗରିବ ଅସହାୟ ମଧ୍ୟବିତ୍ତ ଲୋକମାନଙ୍କୁ ନିଜ ପାଦ ତଳେ ଚାପି ଦିଅନ୍ତି ଓ ମଧ୍ୟବିତ୍ତ ଲୋକ ନିଜକୁ ନ୍ୟାୟ ଦେଇପାରେ ନାହିଁ। ବନ୍ଧୁଗଣ, କ'ଣ ଆପଣଙ୍କ ଗାଁ ଓ ସହରରେ ମଧ୍ୟ ଏପରି ଘଟଣା ହୁଏ ଯେଉଁଠାରେ ଶକ୍ତିଶାଳୀ ଲୋକ ଫାଇଦା ଉଠାନ୍ତି? ତେବେ ତଳେ ମନ୍ତବ୍ୟରେ ହରେ ଉତ୍ତର ଦିଅନ୍ତୁ। ଏହିପରି ଭିଡିଓ ଦେଖିବା ପାଇଁ ଆମର ଏହି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଘଣ୍ଟି ଆଇକନ୍ ଦବାନ୍ତୁ। ଖୁସିରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଧନ୍ୟବାଦ।